ଷଷ୍ଠ ଶ୍ରେଣୀ ବିଜ୍ଞାନ ଚତୁର୍ଦ୍ଦଶ ଅଧ୍ୟାୟ କେତୋଟି ପ୍ରାକୃତିକ ଘଟଣା। ଆସ ଏହି ପାଠ ଟିକେ ଆଲୋଚନା କରିବା, ତାପରେ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ ପିଲାମାନେ, ବନ୍ୟା, ବାତ୍ୟା, ଭୂମିକମ୍ପ ପରି ବହୁତ ପ୍ରାକୃତିକ ଘଟଣା ସମ୍ପର୍କରେ ଆମେ ପଢ଼ିଛୁ। ବର୍ଷା, ବିଜୁଳି, ଘଡ଼ଘଡ଼ି ପରି ପ୍ରାକୃତିକ ଘଟଣା ସହ ଆମେ ପରିଚିତ। ଏହି ସବୁ ଘଟଣାରେ ଜୀବନ ହାନି ହେବା ସଙ୍ଗେ ସଙ୍ଗେ ଯଥେଷ୍ଟ ଧନ ହାନି ମଧ୍ୟ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ବହୁତ ଉପାୟ କରାଯାଏ। ଲୋକମାନେ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ପାଇଁ ଉପାୟମାନ କରିଥାନ୍ତି। କିନ୍ତୁ ଆଜି ଆମେ ଭିନ୍ନ ଏକ ପ୍ରାକୃତିକ ଘଟଣା ମାନଙ୍କ ବିଷୟରେ ପଢ଼ିବା। ସେଥିମଧ୍ୟରୁ ପ୍ରଥମଟି ହେଲା ବାଷ୍ପୀଭବନ। ଜଳକୁ ଗରମ କଲେ ତାହା ବାଷ୍ପରେ ପରିଣତ ହେବା ଆମେ ଜାଣୁ। କିନ୍ତୁ ଜଳ ଯଦି ଆପେ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶେ, ତେବେ ତାହାକୁ ବାଷ୍ପୀଭବନ କୁହାଯାଏ। ଏହି ବାଷ୍ପୀଭବନ ପ୍ରକ୍ରିୟା କେତୋଟି ଜିନିଷ ଉପରେ ନିର୍ଭର କରେ ବା କେତୋଟି କାରକ ଉପରେ ନିର୍ଭର କରେ। ତ ବାଷ୍ପୀଭବନ ଅଧିକ ବେଗରେ ହେବାର କାରକ ବା ସେ ଜିନିଷ ଗୁଡ଼ାକ ହେଲା, ସୂର୍ଯ୍ୟକିରଣ ସମ୍ପର୍କରେ ଆସିଲେ, ତାପମାତ୍ରା ବଢ଼ିଲେ, ବାୟୁ ଚଳାଚଳ ହେଲେ, ଆଉ ବାହ୍ୟ ପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ। ତ ସୂର୍ଯ୍ୟକିରଣ ସମ୍ପର୍କରେ ଆସିଲେ କ'ଣ ହୁଏ ନା, ସୂର୍ଯ୍ୟକିରଣ ଦ୍ୱାରା ଜଳର ବାଷ୍ପୀଭବନ ଶୀଘ୍ର ହୁଏ। ଯଦି ପରୀକ୍ଷା କରିବ, ତାହେଲେ ଦୁଇଟି ଓଦା ଲୁଗା ନେଇ ଗୋଟିକୁ ସୂର୍ଯ୍ୟକିରଣରେ ଓ ଅନ୍ୟଟିକୁ ଛାଇରେ ଶୁଖାଇଲେ ସୂର୍ଯ୍ୟକିରଣରେ ଥିବା ଲୁଗାଟି ଶୀଘ୍ର ଶୁଖିଯିବ। ସେପରି ତାପମାତ୍ରା ବୃଦ୍ଧି ପାଇଲେ ବାଷ୍ପୀଭବନ ଦ୍ରୁତ ହୁଏ। ତେଣୁ ବର୍ଷା ଦିନ ଅପେକ୍ଷା ଖରା ଦିନେ ଓଦା ଲୁଗା ଶୀଘ୍ର ଶୁଖିଯାଏ। ବାୟୁ ଚଳାଚଳ। ତ ବାୟୁ ଚଳାଚଳ ସ୍ଥାନରେ ବାଷ୍ପୀଭବନର ମାତ୍ରା ଜାଣିବାକୁ ଦୁଇଟି ପାତ୍ରରେ ଜଳ ନେଇ ଗୋଟିକୁ ଚଳନ୍ତା ଫ୍ୟାନ୍ ତଳେ ରଖ ଓ ଅନ୍ୟଟିକୁ ବାୟୁ ଚଳାଚଳ କରୁନଥିବା ସ୍ଥାନରେ ରଖ। ଦେଖିବ କେତେ ସମୟ ପରେ ଲକ୍ଷ୍ୟ କଲେ ଜଣାଯିବ ଯେ ଫ୍ୟାନ୍ ତଳେ ଥିବା ପାତ୍ରରୁ ଅନ୍ୟ ପାତ୍ର ତୁଳନାରେ ଅଧିକ ଜଳ କମିଯାଇଛି। ଅର୍ଥାତ୍ ଯେଉଁଥିରେ ଫ୍ୟାନ୍ ଚଳାଚଳ ହେଉଥିଲା ସେଠିକାର ଜଳ ଅଧିକ କମିଯାଇଥିବ। ସେହିପରି ବାହ୍ୟ ପୃଷ୍ଠ ତଳର କ୍ଷେତ୍ରଫଳ ଆଧାରରେ ବାଷ୍ପୀଭବନ କିପରି ହୁଏ ଯଦି ଜାଣିବାକୁ ଚାହିଁବ, ତାହେଲେ ଦୁଇଟି ରୁମାଲ ଓଦା କରି ଗୋଟିକୁ ଜାକି ଜୁକି କରି ରଖ ଓ ଅନ୍ୟଟିକୁ ଖୋଲି ଦିଅ। ଦେଖିବ ଖୋଲା ରୁମାଲଟି ଶୀଘ୍ର ଶୁଖିଯିବ, କାରଣ ଏହାର କ୍ଷେତ୍ରଫଳ ଅଧିକ ହେଲା, ତେଣୁ ବାଷ୍ପୀଭବନ ଅଧିକ ହେଲା ଆଉ ଶୀଘ୍ର ଶୁଖିଗଲା। ଏହି ବାଷ୍ପୀଭବନ ପ୍ରକ୍ରିୟାରେ ନଦୀ, ହ୍ରଦ, ସମୁଦ୍ର ଆଦିର ଜଳ ବାଷ୍ପ ହୋଇ ବାୟୁମଣ୍ଡଳକୁ ଚାଲିଯାଏ। ଆଉ ଗୋଟେ ପ୍ରାକୃତିକ ଘଟଣା ହେଲା ବାଷ୍ପୀକରଣ। ଯେଉଁ ମନୁଷ୍ୟକୃତ ପ୍ରକ୍ରିୟାରେ ଜଳ ଉତ୍ତପ୍ତ ହୋଇ ବାଷ୍ପରେ ପରିଣତ ହୁଏ, ତାହାକୁ ବାଷ୍ପୀକରଣ କୁହାଯାଏ। ଅର୍ଥାତ୍ ଏହା ମାନବିକ ମଣିଷ କରିଥାଏ। ଯେପରିକି ରୋଷେଇ, କଳକାରଖାନା ଆଦିରୁ ଜଳ ଏହି ପ୍ରକ୍ରିୟାରେ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶେ। ବାଷ୍ପୀମୋଚନ। ତ ଏହା ଏପରି ଏକ ପ୍ରକ୍ରିୟା ଯହିଁରେ ଉଦ୍ଭିଦ ନିଜ ଦେହର ପତ୍ରରୁ ଜଳକୁ ବାଷ୍ପ ଆକାରରେ ତ୍ୟାଗ କରିଥାଏ। ଉଦ୍ଭିଦ ଚେର ଦ୍ୱାରା ମାଟିରୁ ଶୋଷଣ କରୁଥିବା ଜଳରେ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କଲା ପରେ ନିଜର ଆବଶ୍ୟକତା ଅନୁସାରେ ଜଳ ସଞ୍ଚୟ କରି ଅବଶିଷ୍ଟ ଜଳକୁ ଉତ୍ସେଦନ ପ୍ରକ୍ରିୟାରେ ତ୍ୟାଗ କରେ। ଘନୀକରଣ। ଯେଉଁ ପ୍ରକ୍ରିୟାରେ ଜଳୀୟ ବାଷ୍ପ ତରଳ ଜଳର ରୂପ ନିଏ, ତାହାକୁ ଘନୀକରଣ କହନ୍ତି। ଏପରି ଜଳକଣାର ଅନେକ ରୂପକୁ ମଧ୍ୟରୁ କାକର, କୁହୁଡ଼ି, ବରଫ, ସ୍ଫଟିକ ଓ କୁଆପଥର ଅନ୍ୟତମ। ଜଳର ବିଭିନ୍ନ ଅବସ୍ଥା। ତ ଜଳ କଠିନ, ତରଳ ଓ ବାଷ୍ପୀୟ ଅବସ୍ଥାରେ ଏ ପୃଥିବୀରେ ଅଛି।
କଠିନ ଅବସ୍ଥାରେ ଜଳକୁ ବରଫ କୁହାଯାଏ। ଆଉ ଜଳ ସାଧାରଣତଃ ତରଳ ଅବସ୍ଥାରେ ଥାଏ। ଆଉ ବାୟୁମଣ୍ଡଳରେ ଜଳ ବାଷ୍ପୀୟ ଅବସ୍ଥାରେ ଥାଏ। ଅର୍ଥାତ୍ ଜଳ ଥଣ୍ଡା ହେଲେ ବରଫ ଥାଏ, ସାଧାରଣ ଅବସ୍ଥାରେ ତରଳ ଅବସ୍ଥାରେ ଥାଏ ଏବଂ ଗରମ କଲେ ତାହା ବାଷ୍ପୀୟ ଅବସ୍ଥାରେ ଥାଏ। ତ ଜଳର 3ଟି ଅବସ୍ଥା ଅଛି। ଶେଷରେ ହେଲା ଜଳଚକ୍ର। ତ ବାଷ୍ପୀଭବନ ପ୍ରକ୍ରିୟାରେ ଜଳ ପୃଥିବୀ ପୃଷ୍ଠସ୍ଥ ସମସ୍ତ ଜଳାଶୟରୁ ଜଳ ବାଷ୍ପରେ ପରିଣତ ହୋଇ ବାୟୁମଣ୍ଡଳରେ ମିଶେ। ରୋଷେଇ, କଳକାରଖାନା ଆଦିରୁ ଜଳ ବାଷ୍ପୀକରଣ ହୋଇ ବାୟୁମଣ୍ଡଳକୁ ଯାଏ। ବାୟୁମଣ୍ଡଳରେ ଯେତେ ଉଚ୍ଚକୁ ଯିବ ସେତେ ଅଧିକ ଥଣ୍ଡା ଅନୁଭୂତ ହେବ। ତେଣୁ ସେହି ଜଳୀୟ ବାଷ୍ପ ଉପରକୁ ଉଠୁ ଉଠୁ ଜଳବିନ୍ଦୁରେ ପରିଣତ ହୋଇ ମେଘ ସୃଷ୍ଟି କରେ। ମେଘ ଅଧିକ ଥଣ୍ଡା ହେଲେ ଜଳରେ ପରିଣତ ହୁଏ ଏବଂ ସେ ଜଳ ବର୍ଷା ଆକାରରେ ଭୂପୃଷ୍ଠକୁ ପୁଣି ଫେରିଆସେ। ତ ଜଳର ଏହି ଗତିକୁ ଅର୍ଥାତ୍ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଯାଇ ପୁଣି ଭୂପୃଷ୍ଠକୁ ଫେରେ। ତ ଜଳର ଏହି ଗତିକୁ ଜଳଚକ୍ର କହନ୍ତି। ବର୍ଷା। ଭୂପୃଷ୍ଠର ଜଳ ବାଷ୍ପ ଆକାରରେ ଉପରକୁ ଯାଏ। ସେଠାରେ ବାୟୁମଣ୍ଡଳର ଥଣ୍ଡା ସ୍ତରରେ ପହଞ୍ଚି ଜଳବିନ୍ଦୁରେ ପରିଣତ ହୁଏ ଏବଂ ଏକତ୍ର ହୋଇ ମେଘ ସୃଷ୍ଟି କରେ। ଜଳବିନ୍ଦୁ ଗୁଡ଼ିକ ଏକାଠି ହେବାରୁ ତାର ଆକାର ବୃଦ୍ଧି ପାଏ ଓ ଓଜନିଆ ହୋଇ ତଳକୁ ଖସି ଆସେ। ଏହି ଜଳକୁ ବର୍ଷା କହନ୍ତି। ବେଳେବେଳେ ସେହି ଜଳବିନ୍ଦୁ ଗୁଡ଼ିକ ଏତେ ଥଣ୍ଡା ହୋଇଯାଏ ଯେ ତାହା ବରଫ ପାଲଟି କାକରପାତ ବା ବରଫ ବର୍ଷାର ରୂପ ନେଇଥାଏ। ବର୍ଷା ହେଲାବେଳେ ବିଜୁଳି ଓ ଘଡ଼ଘଡ଼ି ମାରେ। ତ ବିଜୁଳି ଆଉ ଘଡ଼ଘଡ଼ି କ'ଣ? ବିଜୁଳି ଓ ଘଡ଼ଘଡ଼ି ମେଘରେ ଥିବା ଜଳକଣା ଗୁଡ଼ିକ ଭିତରୁ କେତେକ ଯୁକ୍ତ ଚାର୍ଜ ଓ କେତେକଙ୍କ ଠାରେ ବିଯୁକ୍ତ ଚାର୍ଜ ଥାଏ। ଝଡ଼ ତୋଫାନ ବେଳେ ଅଧିକ ଜୋରରେ ପବନ ବହୁଥିବା ବେଳେ ଏହି ବିଷମ ଚାର୍ଜ ମେଘ ଗୁଡ଼ିକ ପ୍ରଚଣ୍ଡ ବେଗରେ ଗତି କରି ପରସ୍ପର ନିକଟବର୍ତ୍ତୀ ହୁଅନ୍ତି। ବିଷମ ଚାର୍ଜର ଆକର୍ଷଣ ଫଳରେ ସେମାନଙ୍କ ଭିତରେ ଥିବା ବାୟୁ ଉତ୍ତପ୍ତ ହୋଇ ସ୍ପାର୍କ ସୃଷ୍ଟି ହୁଏ ଓ ଶବ୍ଦ ମଧ୍ୟ। ମେଘ ସହ ମେଘର ଧକ୍କା ବା ବିଦ୍ୟୁତ୍ ଚାର୍ଜ ଭୂପୃଷ୍ଠକୁ ଗତି କରି ଆସିଲେ ବାୟୁମଣ୍ଡଳରେ ଅଧିକ ଚାପରେ ସ୍ପାର୍କ ଓ ଶବ୍ଦ ହୁଏ। ଏହାକୁ ଆମେ ବିଜୁଳି ଓ ଘଡ଼ଘଡ଼ି ବୋଲି କହୁ। ଆଲୋକର ବେଗ ଶବ୍ଦର ବେଗଠାରୁ ଅଧିକ ହୋଇଥିବାରୁ ବିଜୁଳି ଝଲକିବାର କିଛି ସମୟ ପରେ ଘଡ଼ଘଡ଼ିର ଶବ୍ଦ ଶୁଣାଯାଏ। ଅର୍ଥାତ୍ ପ୍ରଥମେ ଆମେ ବିଜୁଳି ଦେଖୁ, ତାପରେ ଘଡ଼ଘଡ଼ି ଶବ୍ଦ ଶୁଣିଥାଉ। ଏଥର ଆସ ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 1 ନମ୍ବର, ତଳ ବାକ୍ୟ ଗୁଡ଼ିକ ପଢ଼, ଖାତାରେ ଲେଖି ଠିକ୍ ବାକ୍ୟ ପାଖରେ ଠିକ୍ ଚିହ୍ନ ଓ ଭୁଲ ବାକ୍ୟ ପାଖରେ ଭୁଲ ଚିହ୍ନ ଦିଅ। କରେ ଅଛି ଜଳ ସବୁ ସ୍ଥାନରେ ତରଳ ଅବସ୍ଥାରେ ମିଳେ। ତ ଏଇଟା ଭୁଲ ଅଛି, ଏହାକୁ ଭୁଲ ଚିହ୍ନ ଦେବ। ଖ ନମ୍ବର, ଓଦା ଲୁଗା ବାଷ୍ପୀଭବନ ପ୍ରଣାଳୀରେ ଶୁଖେ। ଏଇଟା ଠିକ୍ ଅଛି, ଏହାକୁ ଠିକ୍ ଚିହ୍ନ ଦେବ। ଗ ନମ୍ବର, ପୋଖରୀ ଜଳ ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟ ବାଷ୍ପ ହୁଏ। ତ ଏଇଟା ଭୁଲ ଅଛି, ଗ ନମ୍ବର ଭୁଲ ଦେବ। ଘ ନମ୍ବର, ଭୂ ନିମ୍ନର ପାଣି ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟ ବାଷ୍ପ ହୁଏ। ତ ଘ ନମ୍ବର ଠିକ୍ ଅଛି, ତାକୁ ଠିକ୍ ଚିହ୍ନ ଦେବ। ଅ ନମ୍ବର, ପଙ୍ଖା ତଳେ ଲୁଗା ଶୁଖାଇଲେ ଶୀଘ୍ର ଶୁଖିଯାଏ। ଏଇଟା ମଧ୍ୟ ଠିକ୍ ଅଛି, ଏହାକୁ ଠିକ୍ ଚିହ୍ନ ଦେବ। 2 ନମ୍ବର, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ତ କରେ ଅଛି ଆଇସ୍କ୍ରିମ୍ ଜଳର ଡ୍ୟାକ୍ସ ଅବସ୍ଥା। ତ ଏହା ଜଳର କଠିନ ଅବସ୍ଥା। ଖ ନମ୍ବର, ଜଳ ଆପେ ଜଳୀୟ ବାଷ୍ପ ହେବାକୁ ଡ୍ୟାକ୍ସ ପ୍ରକ୍ରିୟା କହନ୍ତି। ତ ଏହାକୁ ବାଷ୍ପୀଭବନ କହନ୍ତି। ଗ ନମ୍ବର, ଶୀତ ଦିନେ ପୁଷ୍କରିଣୀ ପାଣିରୁ ଉଠୁଥିବା ଜଳୀୟ ବାଷ୍ପ ଜଳର ଡ୍ୟାକ୍ସ ଅବସ୍ଥା। ତ ଏଇଟା ହେଲା ଏହାର ଗ୍ୟାସୀୟ ଅବସ୍ଥା। ଘ ନମ୍ବର,
ଆକାଶରେ ବିଜୁଳି ମାରିବା ଡେସ୍କ ପ୍ରକ୍ରିୟା। ତ ଏଇଟା ହେଲା ଏକ ବୈଦ୍ୟୁତିକ ପ୍ରକ୍ରିୟା। ଓ ନମ୍ବର, ଗଛ ଡେସ୍କରେ ଥିବା ଜଳ ବ୍ୟବହାର କରେ। ତ ଗଛ ଭୂ ଅଭ୍ୟନ୍ତରରେ ଥିବା ଜଳ ବ୍ୟବହାର କରେ। 3 ନମ୍ବର, କାରଣ ଲେଖ। କରେ ଅଛି ସମୁଦ୍ର ଜଳ ପ୍ରାୟ ଶେଷ ହୁଏ ନାହିଁ। ତ ଏହାର ଉତ୍ତର ବା ଏହାର କାରଣ ଲେଖିବ ଯେ ବାଷ୍ପୀଭବନ ପ୍ରକ୍ରିୟାରେ ସମୁଦ୍ର ଜଳ ଜଳୀୟ ବାଷ୍ପ ହୋଇ ମେଘ ସୃଷ୍ଟି କରେ। ସେହି ମେଘ ଘନୀଭୂତ ହୋଇ ସ୍ଥଳଭାଗରେ ବର୍ଷା ହୁଏ ଓ ଝରଣା, ନାଳ, ନଦୀ ଇତ୍ୟାଦି ମାଧ୍ୟମରେ ସେହି ବର୍ଷା ଜଳ ପୁଣି ସମୁଦ୍ରକୁ ଫେରି ଆସି ଜଳଚକ୍ରକୁ ଅବ୍ୟାହତ ରଖେ। ତେଣୁ ସମୁଦ୍ର ପ୍ରାୟ ଶେଷ ହୁଏ ନାହିଁ ବା ଶୁଖେ ନାହିଁ। ଖ ନମ୍ବର, ବର୍ଷା ଦିନେ ଲୁଗା ଶୀଘ୍ର ଶୁଖେ ନାହିଁ। ତାହାର କାରଣ ଲେଖିବ ଯେ ବର୍ଷା ଦିନେ ବାୟୁମଣ୍ଡଳ ଅନେକ ଜଳକଣାରେ ଆର୍ଦ୍ର ରହୁଥିବାରୁ ବାଷ୍ପୀଭବନ ପ୍ରକ୍ରିୟା ଠିକ୍ ଭାବରେ ହୋଇପାରେ ନାହିଁ। ତେଣୁ ଓଦା ଲୁଗାରେ ଥିବା ଜଳୀୟ ଅଂଶ ଶୀଘ୍ର ବାଷ୍ପୀଭୂତ ହୋଇ ନ ପାରିବାରୁ ବର୍ଷା ଦିନେ ଓଦା ଲୁଗା ଶୁଖିବାରେ ବିଳମ୍ବ ଘଟେ। ଗ ନମ୍ବର, ଗରମ ତରକାରୀ ପ୍ଲେଟରେ ଖାଇବା ସୁବିଧା। ତ ଏହାର କାରଣ ହେଲା ଯେ ବାହ୍ୟ ପୃଷ୍ଠର କ୍ଷେତ୍ରଫଳ ଉପରେ ବାଷ୍ପୀଭବନର ଦ୍ରୁତତା ନିର୍ଭର କରିଥାଏ। ତେଣୁ ପ୍ଲେଟର ବାହ୍ୟ କ୍ଷେତ୍ରଫଳ ଅଧିକ ହୋଇଥିବାରୁ ତହିଁରେ ଗରମ ତରକାରୀ ଖାଇବା ସୁବିଧାଜନକ ହୋଇଥାଏ। 4 ନମ୍ବର, ବାମ ପାର୍ଶ୍ୱର ସାମଞ୍ଜସ୍ୟକୁ ଦେଖି ଦକ୍ଷିଣ ପାର୍ଶ୍ୱର ଶୂନ୍ୟ ସ୍ଥାନ ପୂରଣ କର। କରେ ଅଛି ଲୁଗା ଶୁଖିବା ବାଷ୍ପୀଭବନ, ଜଳୀୟ ବାଷ୍ପ ଜଳ ହେବା ଏହାକୁ କୁହାଯାଏ ଘନୀଭବନ। ଖ ନମ୍ବର, ବରଫ କଠିନ, ବାମ୍ଫ ଗ୍ୟାସୀୟ ଲେଖିବ। ଗ ନମ୍ବର, ଘଡ଼ଘଡ଼ି ଶବ୍ଦ, ବିଜୁଳି ଏହାକୁ ଆଲୋକ ଲେଖିବ। 5 ନମ୍ବର ଦେଖ, କ ଧାଡ଼ିର ଶବ୍ଦକୁ ଖ ଧାଡ଼ିର ଶବ୍ଦ ସହ ମିଳାଇ ଅର୍ଥସୂଚକ ବାକ୍ୟ ଗଠନ କର। ତ କ ଧାଡ଼ିରେ ଦେଇଛି ବାଷ୍ପୀଭବନ, ଘନୀକରଣ, ବାଷ୍ପୀମୋଚନ, ଜଳଚକ୍ର। ଆଉ ଖ ଧାଡ଼ିରେ ଅଛି ଗଛ, ବରଫ, ବାମ୍ଫ, ସମୁଦ୍ର ଜଳ, କାରକ। ତ ଲେଖିବ ବାଷ୍ପୀଭବନ ପ୍ରକ୍ରିୟାରେ ସମୁଦ୍ର ଜଳ ବାୟୁମଣ୍ଡଳକୁ ଯାଏ। ସେହିପରି ଘନୀକରଣ ପ୍ରକ୍ରିୟାରେ ଜଳ ବରଫରେ ପରିଣତ ହୁଏ। ଆଉ 3 ନମ୍ବର ହେବ ବାଷ୍ପୀମୋଚନ ପ୍ରକ୍ରିୟାରେ ଗଛ ତାର ଉଦ୍ବୃତ୍ତ ଜଳ ତ୍ୟାଗ କରିଥାଏ। ଆଉ 4 ନମ୍ବର ହେବ ଜଳଚକ୍ର ଦ୍ୱାରା ସମୁଦ୍ରର ଜଳ ବାମ୍ଫ ହୋଇ ଉପରକୁ ଯାଏ ଓ ଥଣ୍ଡା ହୋଇ ବର୍ଷା ଜଳ ରୂପରେ ପୁଣି ଫେରି ଆସେ। 6 ନମ୍ବର, 4ଟି ମହାସାଗର, ଏତେ ନଈ ନାଳ ପୋଖରୀ ଥାଉ ଥାଉ ସମସ୍ତେ କହୁଛନ୍ତି ଯେ ଜଙ୍ଗଲ କାଟିଦେବାରୁ ବର୍ଷା କମିଗଲାଣି। ଏପରି ଉକ୍ତିର କାରଣ ଦର୍ଶାଅ। ତ ଲେଖିବ ଯେ ମହାସାଗର ହେଉ ବା ନଈ, ନାଳ, ପୋଖରୀ ଏସବୁର ଜଳ ଭୂପୃଷ୍ଠରେ ଥାଏ, ଯାହାକି ବାଷ୍ପୀଭବନ ପ୍ରକ୍ରିୟାରେ ଜଳୀୟ ବାଷ୍ପରେ ପରିଣତ ହୁଏ ଏବଂ ବାୟୁମଣ୍ଡଳରେ ମେଘ ସୃଷ୍ଟି କରି ବର୍ଷା ରୂପେ ତଳକୁ ଆସେ। କିନ୍ତୁ ଭୂପୃଷ୍ଠ ଜଳ ତୁଳନାରେ ଆଉ କିଛି ଜଳ ଭୂତଳେ ରହିଛି। ଗଛ ଚେର ଦ୍ୱାରା ସେ ଜଳକୁ ଶୋଷଣ କରି ନିଜ କାର୍ଯ୍ୟରେ ଉପଯୋଗ କରିବା ସଙ୍ଗେ ସଙ୍ଗେ ଅବଶିଷ୍ଟ ଉଦ୍ବୃତ୍ତ ଜଳକୁ ଉତ୍ସେଦନ ପ୍ରକ୍ରିୟାରେ ତ୍ୟାଗ କରିଥାଏ, ଯାହାକି ବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶିଥାଏ। ଗଛ କାଟିଦେବା ଦ୍ୱାରା ଭୂତଳ ଜଳର ଉପଯୋଗ ହୋଇପାରିବ ନାହିଁ। ତେଣୁ ବର୍ଷାର ମାତ୍ରା ଦିନକୁ ଦିନ କମ୍ ହୋଇଯିବ। ଏହିପରି ଭାବରେ ସବୁ ପ୍ରଶ୍ନର ଉତ୍ତର ଲେଖିବ। ଧନ୍ୟବାଦ।